नमस्कार, जय जगन्नाथ। ଆଜି ଆମେ ଜାଣିବା ଯେ ଚାଟ୍ ଜିପିଟି ଚାଟ୍ ଜିପିଟି। ତ କଣ ସେଟା? ଚାଟ୍ ଜିପିଟି ଟା କଣ? କୋଉମାନଙ୍କ ପାଇଁ କାମ କରିବ? ସେ ଷ୍ଟୁଡେଣ୍ଟ ହଉ ବା କୋଉ ଚାକିରି କରିଥିବା ଲୋକ ବା ବେକାର ହଉଥିବା ଲୋକ ବା ଯେକୌଣସି ବୟସର ଲୋକ ପାଇଁ ଆଜିକାଲି ଯୋଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଚାଟ୍ ଜିପିଟି ସେଟା ଆପଣଙ୍କୁ ବହୁତ ଜିନିଷରେ ସେଟା ଆପଣ ଜଣେ ଷ୍ଟୁଡେଣ୍ଟ ହେଇଥାଉ ବା ସବୁ କାମରେ ଏଟା ଲାଗିବ। ତ ସେ ବିଷୟରେ ପୁରା ଟେକ୍ନିକ୍ ମୁଁ ଆପଣଙ୍କୁ କହିବି। ପୁରା ଡିଟେଲରେ ବତେଇବି କେମିତି ଏଟା କାମ କରେ, କେତେ ଆପଣଙ୍କୁ କାମକୁ ସହୂଲିୟତ କରିଦବ। ଆପଣ ଯେକୌଣସି କାମ ହେଇଥାଉ ଜବ୍ କରିଥାନ୍ତୁ, ଆପଣ ଜଣେ ଓକିଲ ହେଇଥାନ୍ତୁ, ଯେକୌଣସି ବ୍ୟବସାୟ ଆପଣ କରନ୍ତୁ ବା ଯେକୌଣସି ପ୍ରଫେସନରେ ଆପଣ ଥାନ୍ତୁ, ଆପଣଙ୍କୁ ସବୁଥିରେ ଏଇଟା ହେଲ୍ପ କରିବ। ମୁଁ ସେଇଟା ଆଗକୁ ଆପଣଙ୍କୁ ବତେଇବି ଭିଡ଼ିଓରେ କେମିତି ଏଇଟା ଆପଣଙ୍କୁ ହେଲ୍ପ କରିବ। ଠିକ୍ ଅଛି? ତ ଆଗକୁ ଭିଡ଼ିଓକୁ ଯିବା ପୂର୍ବରୁ ମୁଁ ଆପଣଙ୍କୁ ଗୋଟେ ଛୋଟ ଅନୁରୋଧ, ଯଦି ଆପଣଙ୍କ ଚ୍ୟାନେଲକୁ ପ୍ରଥମ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ବେଲ୍ ଆଇକନକୁ ପ୍ରେସ୍ କରିକି ଭିଡ଼ିଓଟାକୁ ସେୟାର ମଧ୍ୟ। ଧନ୍ୟବାଦ। ତେଣୁ ଚାଟ୍ ଜିପିଟି ପାଇଁ ଆପଣ କୌଣସି କ୍ରୋମ୍ ବ୍ରାଉଜରରେ ଯିବେ, ଯାଇକି ଆପଣ ଲେଖିବେ CHAT ଚାଟ୍ ଜିପି। ଠିକ୍ ଅଛି? ସେଟା ଆସିଗଲା ଏଇ ଟାଇପ୍ର ଆପଣ ଓପନ୍ ଏଆଇ ଟାଇପ୍ର ଆପଣଙ୍କ ଲୋଗୋ ଆସିଯିବ। ଠିକ୍ ଅଛି? ତ ସେଇଠି ଆପଣ ଦେଖିବେ ଯେ ପ୍ରଥମେ ଯୋଉ ଆସୁଛନ୍ତି ବ୍ଲାକ୍ କଲର୍ ଆପଣ ଏଟା ମୋବାଇଲ ମାଧ୍ୟମରେ ମଧ୍ୟ ଡାଉନଲୋଡ୍ କରିପାରିବେ। ଏଠି ଅଛି ଆପଣ ଡାଉନଲୋଡ୍ ଅପସନ୍ ଅଛି। ଯାଇକି ଆପଣ ଡାଉନଲୋଡ୍ କରିବେ। ଡାଉନଲୋଡ୍ କରିବା ପରେ ଆପଣଙ୍କର ବିଭିନ୍ନ ଇଏ ଅଛି। ଆପଣ ମୋବାଇଲରେ ଡାଉନଲୋଡ୍ କରିପାରିବେ, ଡେସ୍କଟପରେ ଡାଉନଲୋଡ୍ କରିପାରିବେ। ଦେଖନ୍ତୁ ଆପଣ ମୋବାଇଲ ଫର୍ ମୋବାଇଲ ଏଠି ବି ଲେଖୁଛି ଫର୍ ଡେସ୍କଟପ୍ ବି। ତେଣୁ ଆପଣ ଯୋଉଥିରେ ଚାହିଁଲେ ଏବେ ଏଟାକୁ ଡାଉନଲୋଡ୍ କରିପାରିବେ। ଠିକ୍ ଅଛି? iOS ମଧ୍ୟରେ ଆଣ୍ଡ୍ରଏଡରେ ମଧ୍ୟ ଥିଲେ ଆଣ୍ଡ୍ରଏଡରେ କରିପାରିବେ, iOSରେ କରିପାରିବେ। ମ୍ୟାକ୍‌ରେ ବି ଅଛି, ୱିଣ୍ଡୋରେ ଅଛି, ଡେସ୍କଟପରେ ବି। ଠିକ୍ ଅଛି? ଏଇଟା ବି ଆପଣ ଏଟା କରିପାରିବେ। ତ ଆପଣ କରିସାରିଲା ପରେ କାମ କଣଟି କରିବ ସେଇଟା ମୁଁ ଦେଖେଇବି। ପ୍ରଥମେ ଏଠି ଗଲାବେଳକୁ ଆପଣଙ୍କୁ ମାଗିବ ସିଏ ଯେ ଆପଣ ସେଇଠି ସାଇନ୍ ଇନ୍ କରନ୍ତୁ। ଲଗ୍ଇନ୍ କରନ୍ତୁ ବା ସାଇନ୍ ଅପ୍ କରନ୍ତୁ। ଆପଣ କୌଣସି କ୍ରୋମ୍ ବ୍ରାଉଜରକୁ ଯାଇକି ବା ଆପଣ ଯେକୌଣସି ଜିମେଲ୍ ଆଇଡି ଥାଉ, ଯଦି ଆପଣ ସାଇନ୍ ଅପ୍ ଉପରେ କ୍ଲିକ୍ କରିବେ, ଏଠି ସାଇନ୍ ଅପ୍ ଉପରେ ଆସିଯିବ ସାଇନ୍ ଅପ୍ କରିବା। ଏଠି ଦେଖନ୍ତୁ ଆପଣଙ୍କୁ ମାଗୁଛି କ୍ରିଏଟ୍ ଆନ୍ ଆକାଉଣ୍ଟ। ଆପଣଙ୍କ ଇମେଲ୍ ଆଡ୍ରେସ୍ ଦେଇକି ପାସୱାର୍ଡ ଗୋଟେ କ୍ରିଏଟ୍ କରିକି ମଧ୍ୟ କରିପାରିବେ। ଆପଣ କୌଣସି ମାଇକ୍ରୋସଫ୍ଟ ଆକାଉଣ୍ଟ ଥିଲେ ବି କରିପାରିବେ। କୌଣସି ଜିମେଲ୍ ଆକାଉଣ୍ଟ ଥିଲେ ମଧ୍ୟ ଆପଣ କରିପାରିବେ। ଲଗ୍ଇନ୍ କଲା ପରେ ଆପଣ ଏଠି ଅଲରେଡି ହ୍ୟାଭ୍ ଆନ୍ ଆକାଉଣ୍ଟ ଅଛି। ଏଠି ଲଗ୍ଇନ୍ କଲା ପରେ ଆପଣ ଏଠି ଆପଣଙ୍କ ମେଲ୍ ଆଇଡିଟା ଆଉ ପାସୱାର୍ଡଟା ଦେଇକି ଏଠି ଆପଣ ଲଗ୍ଇନ୍ କଲା ପରେ ଆପଣ ଦେଖନ୍ତୁ ଏଇ ଟାଇପ୍ର ଆପଣ ଗୋଟେ ସାଇଟ୍‌ଟା ଖୋଲିକି ଆସିବ। ଏଇଠି ଆପଣ କିଛି ଟାଇପ୍ କରିପାରିବେ। ଯେମିତିକି ମୁଁ ପ୍ରଥମେ ଆପଣଙ୍କୁ ଇଣ୍ଟ୍ରୋଡ୍ୟୁସରେ ଗୋଟେ ଛୋଟିଆ ଜିନିଷଟା କହୁଛି। ମୁଁ ଇଣ୍ଟ୍ରୋଡ୍ୟୁସ୍ କରୁଛି ଯେ ଚାଟ୍ ଜିପିଟିଟା କଣ? ମୁଁ ଏଠି ଆପଣ ଟାଇପ୍ କରିଦେଲି ଯେ ମୁଁ ଚାଟ୍ ଜିପିଟିରେ ନୂଆ, ତେଣୁ ମୁଁ ଜାଣିବାକୁ ଚାହୁଁଛି ଆପଣ କିପରି କାମ କରନ୍ତି ଆଉ କିଭଳି ସେବା ପ୍ରଦାନ କରନ୍ତି। ଏଠି ଆପଣ ଲେଖିଦେବେ। ଲେଖିଲା ପରେ ଦେଖନ୍ତୁ ସେ ଆପଣଙ୍କୁ ଜବାବ ଦବ। ଏଠି ଯୋଉ ଗୋଟେ ଏରରଟା ଅଛି ସେ ଆପଣ କ୍ଲିକ୍ କରିଦେଲେ ସେ ଆପଣଙ୍କୁ ସେ ଜବାବ ଦବ। ଆପଣଙ୍କୁ ଚାଟ୍ ଜିପିଟିରେ ସ୍ୱାଗତ। ଆପଣ ଚାଟବଟ୍ ଏବଂ କୃତ୍ରିମ ମେଧା ଆଧାରିତ ଯନ୍ତ୍ର ଦ୍ୱାରା ଆପଣଙ୍କ ସହିତ ଆଲୋଚନା କରିପାରେ, ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇପାରେ, ବିଭିନ୍ନ ଧରଣର ସେବା ପ୍ରଦାନ କରିବା ପ୍ରୟୋଜିତ କାମଗୁଡ଼ିକ ମୁଁ କରିବି। ତଥ୍ୟ, ଜ୍ଞାନ ପ୍ରଦାନ, ଭାଷା ସାହିତ୍ୟ ଏ ଯିବା ତଳକୁ ଅନୁବାଦ ଯେମିତି ଓଡ଼ିଆରୁ ଇଂରାଜୀ ବା ଉଲ୍ଟା ଭାବେ ଇଂରାଜୀରୁ ଓଡ଼ିଆ, ଲେଖା ବ୍ୟାକରଣ, ସୂଚନା ଖୋଜିବା ଏସବୁ ଜିନିଷ ଭିତରେ ଆପଣ ଦେଖନ୍ତୁ କେତେ କିଛି ଜିନିଷ ଲେଖିଯାଉଛି। ଏସବୁ ସେ ଲେଖିକି ଆପଣଙ୍କୁ ବତଉଛି। ତେଣୁ ଦେଖନ୍ତୁ ଏଠି ସେ କଣ ଲେଖିଲା ଦେଖନ୍ତୁ। ସେ ଲେଖିଲା ପ୍ରଥମେ ତଥ୍ୟ ପ୍ରଦାନ କରିବ, ତଥ୍ୟ ଜ୍ଞାନ ପ୍ରଦାନ କରିବ, ଭାଷା ସାହିତ୍ୟର ସାହାଯ୍ୟ କରିବ, ଲେଖା ବ୍ୟାକରଣ ସଂଶୋଧନ କରିବ, ସୂଚନା ଖୋଜିବ ଆପଣଙ୍କ ପ୍ରଶ୍ନ ସମ୍ପର୍କରେ ଇଣ୍ଟରନେଟରୁ ତଥ୍ୟ ଦବ। ସୂଚନାରେ ସୃଜନଶୀଳତା ଦେଖାଉ, କବିତା ହଉ, ଗଳ୍ପ ହଉ, କାହାଣୀ ଲିଖନ ହଉ, ଉତ୍ସବ ବା ଅନୁଷ୍ଠାନ ସମ୍ପର୍କରେ ଆଇଡିଆ ଦେବ ହଉ, ସମସ୍ୟାର ସମାଧାନ, ଗଣିତ ସମସ୍ୟାର ସମାଧାନ, କୌଣସି ବିଷୟରେ ଦିଗଦର୍ଶନ ଦେବା। ଠିକ୍ ଅଛି? ଦୈନିକ କାର୍ଯ୍ୟ ସାହାଯ୍ୟ, କାମ ପ୍ରସ୍ତାବନା, ମେସେଜ ବା ଇମେଲ ଲେଖିବା, ପ୍ରସ୍ତୁତି ପ୍ରସ୍ତାବିତ ପ୍ଲାନ୍ କରିବା। ଆପଣଙ୍କୁ କୌଣସି ସାହାଯ୍ୟ ଦରକାର କି? ଏଠି ବୁଝିପାରିଲେ ତ କେତେ ମାନେ ସମସ୍ତଙ୍କ ପାଇଁ। ଯେଉଁମାନେ ଜଣେ ଚାକିରି କରିଛନ୍ତି ତାଙ୍କର ସେମାନେ ଇମେଲ ଲେଖିବା ପାଇଁ ବା ଯେଉଁମାନେ ଷ୍ଟୁଡେଣ୍ଟ ଅଛନ୍ତି ତାଙ୍କର ଗଣିତ ସମସ୍ୟା ବା କୌଣସି ଜିନିଷ ଯେମିତି ଆପଣ ଇମେଲ ରାଇଟିଂ ହଉ, ଠିକ୍ ଅଛି? କ୍ୟାରିୟର ଉପରେ ଆପଣଙ୍କର ଜବ୍ ଆସିଷ୍ଟାଣ୍ଟ ବା ଜବ୍ ବେସିକ୍ କୋଡ଼ିଂ ପର୍ପସ୍ ଆସାଇନମେଣ୍ଟ
ଆପଣ ଯଦି କିଛି ଆସାଇନମେଣ୍ଟ ସ୍କୁଲ କଲେଜର ଯୋଉ କୌଣସି ୱାର୍କ ଆପଣ କରୁଛନ୍ତି ତାର ସମାଧାନ ପାଉନାହାନ୍ତି କିନ୍ତୁ ମଧ୍ୟ ଲେଖିଲେ ରିସର୍ଚ୍ଚ କରିବ। ଆପଣ ଏଇଟା ଭାବୁଥିବେ ଯେ ଜିନିଷ ମୁଁ ଗୁଗୁଲରେ ବି ତ ସର୍ଚ୍ଚ କରିପାରିବି କିନ୍ତୁ ଗୁଗୁଲରେ ଗୋଟେ ଅଛି ସେ ଆପଣଙ୍କୁ ଲିଙ୍କ ଦବ, ସେ ଆପଣଙ୍କୁ ଲେଖିକି ଦବନି, ସେ ଆପଣଙ୍କୁ 20-50ଟା ଲିଙ୍କ ଆପଣଙ୍କୁ ଦେଇଦବ। ସେ ଲିଙ୍କରେ ଆପଣ ଗୋଟେ ଗୋଟେ ଲିଙ୍କ ଖୋଲିକି ଦେଖୁଥିବେ ସବୁ ଜିନିଷ ସଠିକ ଜିନିଷ ପାଇପାରିବେ। ଆପଣ ଯୋଉଟା ଲେଖିବା ପାଇଁ ଚାହୁଁଛନ୍ତି ବା ଯୋଉଟା କରିବା ପାଇଁ ଚାହୁଁଛନ୍ତି ଆପଣ ଗୋଟେ ଗୋଟେ କଥା କହୁଛି, ମାନେ ସପୋଜ ମୁଁ ଆପଣଙ୍କୁ ଗୋଟେ କଥା କହୁଛି, ମୁଁ ଆପଣଙ୍କୁ ଲେଖିକି ଦେଲି ରାଇଟ୍ ଏ ଇମେଲ ଇନଭାଇଟିଂ ମାଇ ଟିମ୍, ମାନେ ଆପଣ ସପୋଜ ଚାକିରି କରିଛନ୍ତି, ଆପଣ ଜଣେ ଟିମ୍ ଲିଡର ବା ଆପଣ ଜଣେ ମ୍ୟାନେଜର, ଆପଣ ଲେଖିକି ଦେବା ପାଇଁ ଚାହୁଁଛନ୍ତି। ସେଇଠି ମୁଁ ଲେଖିଲି ତାକୁ, ସେଇଠି ଦେଖନ୍ତୁ ଟାଇପ କଲି, ସେଇଟା ଆପଣ ଓଡ଼ିଆରେ କରିପାରିବେ, ଇଂଲିଶରେ ମଧ୍ୟ ଇଂଲିଶରେ କରିପାରିବେ। ମୁଁ କ'ଣ ଲେଖିଲି, ରାଇଟ୍ ଏ ଇମେଲ ଇନଭାଇଟିଂ ମାଇ ଟିମ୍ ଫର୍ ଏ ମିଟିଂ at 5 PM today, ସେ ଲେଖିଲା। ଦେଖନ୍ତୁ, dear team, I hope this email is find well. This is a reminder to join us a team meeting scheduled at 5 PM today. We will discuss, ठीक है जी, update ongoing project and any challenges or inputs you have any detail. That होची जा आपण डेटा देखिबे, टाइम टा 5 लोकेशन टा लिंक बोलते देई परिबे, ठीक है जी। प्लीज एंश्योर इज अवेलेबिलिटी एंड कम प्रिपेयर with any update or question. Your participation is vital for productive degree. এটা তো সুন্দর লিখি দেই, এইটা ଆପଣ ଲେଖିବା ପାଇଁ ହେଲେ ଆପଣଙ୍କୁ ମିନିମମ୍ 5 ମିନିଟ୍, ଆପଣଙ୍କୁ ଗୋଟେ ୱିଦିନ୍ ଏ ମିନିଟ୍ ଆପଣ ଲେଖିଦେବେ। ବେଷ୍ଟ ରିଗାର୍ଡ। ଏଇ ସବୁ ଜିନିଷ ଦେଖନ୍ତୁ, ଏଇସବୁ ଜିନିଷ ଆପଣ ଚାକିରି କରିଥିବେ। ଆଉ ଗୋଟେ ଜିନିଷ ମୁଁ ଆପଣଙ୍କୁ କହିଦଉଛି, ଏଇଟା ସପୋଜ ଏଇଟା ଆପଣ ଇମେଲଟା ଆପଣଙ୍କୁ ଲାଗିଲା ଯେ ଆପଣଙ୍କୁ ଟିକେ ଇଏ ହେଲାନି, ଆପଣ ଏଇଟାକୁ ଟିକେ କହିବେ ପ୍ଲିଜ୍ ମେକ୍ ଇଟ୍ ଲଙ୍ଗର, ପ୍ଲିଜ୍ ମେକ୍ ଦିସ୍ ଇମେଲ ଲଙ୍ଗର, ଆଉ ଟିକେ ବୋର୍ଡ କରିକି ଲେଖୁ, ବୁଝିପାରିଲେ। ଏଇଟା ସପୋଜ ଛୋଟିଆ ଲାଗିଲା, ଗୋଟେ ବୋର୍ଡ କରିକି ଲେଖୁ, ଦେଖନ୍ତୁ ବୋର୍ଡ କି ଲେଖିଦେଲା, କ'ଣ ଲେଖିଲା ଦେଖ, ସେଇ ସେମ୍ ଜିନିଷ ହେଲା 5 PM ଦି ମିଟିଂ ଇଜ ଅପରଚୁନିଟି ଟୁ ଆସ୍ to review the progress, address the challenges, and discuss the upcoming priorities. Your input and participation is essential to ensure they start track and work collaborative towards our goal. Meeting time dala, agenda dala, update ongoing project, addressing the roadblock challenges, discussion key priorities for coming week, open a floor for team suggestion for the feedback. Please ensure there is availability to come prepared. Share your input. ଦେଖନ୍ତୁ କେତେ ସୁନ୍ଦର, କେତେ ବଡ଼ ଆପଣ ଲେଖିକି ଦେବା, ଆପଣ ନିଜେ ମଧ୍ୟ ଏଇଟା ଟ୍ରାଏ କରିପାରିବେ। ମୋବାଇଲରେ ହଉ, ଡେସ୍କଟପ୍, ଯେକୌଣସି ଜିନିଷ ପଛରେ। ଆଉ ଗୋଟେ ଜିନିଷ ମୁଁ ଆପଣଙ୍କୁ କହିଦେଉଛି, ଆଉ ସପୋଜ ଆପଣ ଲେଖିବେ I want to approach my girlfriend, ତ ମଜାକରେ କହୁଛି, I want to propose my girlfriend, help me write a love letter to her, make it 150 words long, ঠিক ଅଛି। ଏଇଟା ଦେଖନ୍ତୁ ଦେଖୁଛ କେମିତି ସୁନ୍ଦର ଲେଖୁଛି। For this moment on past focus my word and transport, ଆପଣ ଯେତେବେଳେ ଲେଖିବେ ନିଜେ ଜାଣିପାରିବେ ସେ କେତେ ସୁନ୍ଦର ଲେଖିବେ। ଆଉ ଗୋଟେ ଜିନିଷ ମୁଁ ଏଠି କହିଦେଉଛି, ଏଠି ଯଦି ଆପଣଙ୍କୁ ଏଇଟା ଭଲ ନ ଲାଗିଲା ତାହେଲେ ଏଇଟା ଆପଣଙ୍କୁ ସୁଇଚ୍ ମୋଡରେ ମଧ୍ୟ କରିପାରିବେ। ସୁଇଚ୍ ମୋଡ୍ ଦେଖିକି ଆପଣ ଗୋଟେ ଟ୍ରାଏ ଏଗେନ୍ ଏଠି ମଧ୍ୟ କରିପାରିବେ, ଟ୍ରାଏ ଏଗେନ୍ ବା ଗେଟ୍ ମୋଷ୍ଟ ଟାସ୍କ ଫାଷ୍ଟର ଏଭ୍ରି ଡେ। ଆପଣ ଏଟା ଆପଣ ଆପଣ My dearest, her name. ଶୁଣିପାରୁଛନ୍ତି। From the moment our paths crossed, my world transformed in ways I never imagined. Your laughter has become my favorite melody, and your presence is the warmth that brightens even my darkest days. Every moment we've ଶୁଣିପାରୁଛନ୍ତି shared feels ସେ like a precious କହିକି gift, ମଧ୍ୟ and ଶୁଣାଇଦେବ with each ଆପଣଙ୍କୁ, ଆପଣ କ'ଣ କହୁଛନ୍ତି। ମୁଁ ସେଇଟା କହିବି ପ୍ଲିଜ୍ ରାଇଟ୍ ଇନ୍ ଓଡ଼ିଆ, ସପୋଜ ସେଇଟା କହିବି ପ୍ଲିଜ୍ ରାଇଟ୍ ଓଡ଼ିଆ, ଠିକ୍ ଅଛି। ତ ସେଇଟାକୁ ଦେଖନ୍ତୁ କେତେ ସୁନ୍ଦର ଲେଖୁଛି।
ତାହେଲେ ଏଇଟା ଆପଣଙ୍କର କେତେ ହେଲ୍ପ କରିବ ଦେଖନ୍ତୁ ପ୍ରତିଦିନର କାମ ପାଇଁ ଆପଣଙ୍କୁ କେତେ ହେଲ୍ପ କରିବ କୌଣସି ଜିନିଷ ଆପଣଙ୍କୁ ଏଇଟା ଏଇଟା ଭାବନ୍ତୁ ଏଇ ଯୋଉ ଲେଟରଟା ଲେଖୁଛି ଆପଣଙ୍କୁ ଏତିକି ଲେଖିବା ପାଇଁ କେତେ ସମୟ ଟାଇମ୍ ଲାଗେ କେତେ ଜଲ୍ଦି 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 ଲେଖୁଛି ଦେଖ ଏଇଟା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତାକୁ ଓଡ଼ିଆରେ ମଧ୍ୟ ଶୁଣ ଓଡ଼ିଆ Tese Nitrogen. Ben just so mal kleine besorgen. ଓଡ଼ିଆ Demnit କହିପାରୁନି ter de the cherry manas. ଓଡ଼ିଆ କହିପାରୁନି ଠିକ ଅଛି କିନ୍ତୁ ଆପଣ ଲେଖିକି ଦେଲା ଦେଖନ୍ତୁ ଏତେ ସୁନ୍ଦର ଲେଖିକି ଦେଲା ମୋର ଆଡଭାନ୍ସଟା ମୁଁ ନେଇନି ଆଡଭାନ୍ସଟା ନେଲେ ମଧ୍ୟ 3.5 ଟା ଅଛି ପୁଣି 40 ଟା ଆସିଲାଣି ସେଟା ମଧ୍ୟ ଆଡଭାନ୍ସ କିଣିବା ପାଇଁ ପଡିବ ଆପଣ ପଇସା ଖର୍ଚ୍ଚ କରିବା ପାଇଁ ମୁଁ କହୁନି ଆଉ ଗୋଟେ ଜିନିଷ ମନେ ରଖନ୍ତୁ ମୁଁ ଏଇଟା କହିବି ଆପଣଙ୍କୁ ଏଇଟା ପ୍ରାକ୍ଟିସ କରିବା ପାଇଁ କହୁଛନ୍ତି ଆପଣ କୌଣସି ଗଣିତର ବା କୌଣସି ଜିନିଷ ଉପରେ ଆପଣ ଲେଖିବେ ସେଟା ଆପଣ ପରୀକ୍ଷାରେ ଏଟା ଆପଣ ଚାଟ୍ ଜିପିଟି ୟୁଜ୍ କରିପାରିବେନି ତେଣୁ ଆପଣ ପରୀକ୍ଷାରେ ଏଟା କାମ ଦେବନି କିନ୍ତୁ ବାକି ସବୁ ଜିନିଷ ଆପଣ କାମ ଆଉ ଗୋଟେ ଜିନିଷ ମୁଁ ଏଠି ଲେଖୁଛି ମୁଁ ଗୋଟେ ଜିନିଷ give me 5 day trip to Thailand ନ କରିକି ମୁଁ ଏଇଟା ଲେଖିବି give me ଲେଖୁଛି ପ୍ଲାନ୍ ଫର୍ ଇଣ୍ଡିଆ ଏଟା ଥାଇଲାଣ୍ଡ ବି ଲେଖୁଛି ମୁଁ ଇଣ୍ଡିଆ ଲେଖୁଛି ଠିକ ଅଛି ବା 5 day trip ଓଡ଼ିଶା ଓଡ଼ିଶା ଲେଖୁଛି ଠିକ ଅଛି give me a 5 day trip plan for ଓଡ଼ିଶା ସେ ପ୍ଲାନ୍ ଟ୍ରିପଟା ଦବ ଦେଖନ୍ତୁ ट्रिप आइटिनरी लिखिदेଲା ତାପରେ ସେ ଆଇଟିନାରୀ ଲେଖିଲା ଲେଖୁଛି ଦେଖନ୍ତୁ କେତେ ସୁନ୍ଦର ଲେଖୁଛି ଆଜି ଆସିଲା ଭୁବନେଶ୍ୱର ପୁଣି ନନ୍ଦନକାନନ ଡିପାର୍ଚର ମୁଁ ଦେଖି ଦଉଛି ଆପଣଙ୍କୁ କଣ କଣ ସେ ଲେଖିଲା କେତେ ସୁନ୍ଦର ଲେଖିଲା ଭୁବନେଶ୍ୱର टेम्पल सिटी मॉर्निंग अराइव भुवनेश्वर एंड चेक आउट योर होटल विजिट लिंगाराज टेम्पल टेम्पल ठीक अछि तार आफ्टरनून रे जिवे खंडगिरी उदयगिरी कैप्स जाई देखिबे इवनिंग रे आपण एकमा हाट ठीक अछि एक्सपीरियंस इन ओडिशा सेकंड डे गले पुरी पुरी मॉर्निंग रे ट्रैवल टू पुरी 60 किलोमीटर 1.5 घंटा बहुत माने टाइम लागिव आपको विजिट फेमस टेम्पल जगन्नाथ टेम्पल ऑन हिंदूज व्यूज फाउंड द टेम्पल आउटसाइड आफ्टरनून रे रिलैक्स एट पुरी बीच ठीक है पुरी बीच रे आपण रिलैक्स करिवे तापर इवनिंग रे वेडनेसडे आरती आरती देखिया पे जगन्नाथ टेम्पल को 3 दिन ले कोन करिवे कोणार्क एंड चिलिका लेक कोणार्क मॉर्निंग रे ड्राइव टू कोणार्क सन टेम्पल 35 किलोमीटर पुरी रु गोटे घंटा रे जाना यूनेस्को वर्ल्ड हेरिटेज ठीक है आफ्टरनून रे मॉर्निंग रे आपण मैग्निफिसेंट चैरियट स्प्रेड आर्किटेक्चर आफ्टरनून रे चिलिका लेक गले सातपड़ा 50 किलोमीटर फ्रॉम पुरी टेक ए बोट यूज डॉल्फिन डॉल्फिन देखले सेठी आपण चिलिका रे देखला परे सेठू पळेले आपण कोडी गोपालपुर ସେଟା आफ्टरनून रे आपण पुरी बीच रे इवनिंग गले कोणार्क गले सेठी आपण देखले चिलिका तापर इवनिंग रे रिटर्न टू पुरी एंड रेस्ट पळे आसले रेस्ट गोपालपुर ऑन सी एंड धौली गोपालपुर सी ट्रैवल टू गोपालपुर 190 किलोमीटर 4 घंटा रास्ता एंजॉय एंड कानकुल बीच କେତେ ସୁନ୍ଦର ଆପଣଙ୍କୁ ଲେଖିକି ଦଉଛି ଦେଖନ୍ତୁ ତାପରେ ପିପିଲି ଦୌଳି ସାଥୀ ତାପରେ ଭୁବନେଶ୍ୱର ଆସିଲେ ଭୁବନେଶ୍ୱର ନନ୍ଦନକାନନ ଡେ 5 ରେ ଭୁବନେଶ୍ୱର ନନ୍ଦନକାନନ ଜୁଲୋଜିକାଲ ପାର୍କ ରେ ବୁଲିଲେ आफ्टरनून ରେ ओडिशा स्टेट म्यूजियम रीजनल म्यूजियम नेशनल हिस्ट्री का सब देखले भुवनेश्वर 5 दिन ठीक रे संबलपुर सारी पत्र किनले ताପରେ रिटर्न बिफोर डिपार्ट कर ତେଣୁ ଟିପ୍ସ କଣ ଅଛି କ୍ୟାରି କମ୍ଫର୍ଟେବଲ କ୍ଲୋଥେସ୍ एंड शूज टेम्पल विजिट्स स्काउटिंग respect local customs especially when visiting the temple try authentic Odia dishes like dalma ଛେନାପୋଡ଼ and ରସଗୋଲା wonderful କେତେ ସୁନ୍ଦର ଆପଣ ଲେଖିଦେଲେ ଆପଣ ଏଟା ଇଏରୁ ବାହାରକୁ ଖୋଜିଦେଲେ ସ୍କୁଲରୁ ଖୋଜିଦେଲେ ଏତେ ସୁନ୍ଦର ଭାବେ ବନେଇକି ଦେବାଟା ବହୁତ ଆପଣ କୋଉ କମ୍ପାନୀ ଦେବ ଦେଖିବେ ସେମାନଙ୍କୁ ଗାଇଡଲାଇନ ପଠେଇବେ ମାନେ ସବୁ ଜିନିଷ ସିଏ ଆପଣଙ୍କ ସାମ୍ନାରେ ଗୋଟେ ମାନେ ମିନିଟ ବି ଲାଗୁନି ତାକୁ ଲେଖିକି ଆପଣଙ୍କୁ এই ସବୁ ଜିନିଷ କେତେ ଟିପ୍ସ ଅଛି ଆହୁରି ଗୋଟେ ମୁଁ ଆପଣଙ୍କୁ କହିବି ତାପରେ ହେଲ୍ପ ମି ଗୋଟେ କହୁଛି ଆପଣଙ୍କୁ ଲେଖୁଛି ଏହା ସବୁ ମନେ ରଖିଥିବେ ଆପଣ ହେଲ୍ପ ମି ଟୁ ମେକ୍ 10 ସ୍ଲାଇଡ୍ସ ପ୍ରେଜେଣ୍ଟିଂ ଦ ଟପିକ କ୍ଲାଇମେଟ ଚେଞ୍ଜ
क्लाइमेट चेंज पूरा टॉपिक मतलब 10टा स्लाइड बनेगी दियो सब लिखुची लिखला क्लाइमेट चेंज इंट्रोडक्शन कॉज ऑफ क्लाइमेट चेंज कारण कौन क्लाइमेट चेंज कारण कौन साइंस एंड बिहाइंड इट आ पछरे इंपैक्ट दे एनवायरनमेंट यार कौन प्रभाव पड़ू ह्यूमन मनुष्य प्रति कौन प्रभाव पड़ू क्लाइमेट चेंज एविडेंस कौन हां हु कैन व्हाट कैन बी डन कौन करा जाय पारे तार रोल ऑफ द इंडिविजुअल्स जन व्यक्ति कौन अच्छी तार कनक्लूजन दसटा केते सुंदर भाव लिखि दला जेकोसी जिनस हो तापर मु आपन कहूची क्रिएट अचीवमेंट कर सेटा मु कहूनी राइट द नेशनल एनिमल्स राइट द नेशनल एनिमल्स ऑफ द कंट्रीज नेशनल एनिमल जदि आप जानिया पे चाहूछन राइट द नेशनल एनिमल्स ऑफ कंट्री सब कंट्री मानकर नेशनल एनिमल को स्पीक एडवांस ऑन वॉइस मोड साउंड टर्न करी वॉइस मोड टाको सेटा जो कहि पालानी सेटा से लिखु ता किसी नहीं एशिया देखो इंडिया बेंगल टाइगर चाइना रो ग्लैंड पंडा ठीक है जापान रो ग्लैंड प्रेजेंट एलिफेंट होची थाईलैंड रो साउथ कोरिया रो ए सब वस्तु को देखो एशिया आसीगला एशिया आसीगला यूरोप आसीगला नॉर्थ अमेरिका साउथ अमेरिका आफ्रिका ओसेनिया ठीक अच्छे एटा आप समस्त नेशनल एनिमल सब लिखिक बुझिपारे केते सुंदर एटा तापर गोटे जिन देखु व्हाट इज द टूरिस्ट प्लेस राइट द टूरिस्ट प्लेस ऑफ इंडिया इंडिया टूरिस्ट प्लेस टा लिखो ठीक अच्छे एटा टूरिस्ट प्लेस लिखियो राइट द टूरिस्ट प्लेस इन इंडिया এটা মানে জিকেটা ଆପଣ ଗୋଟେ ଜାଣିବା ପାଇଁ ଚାହୁଁଥିବେ ସେ ଜିକେଟା ଆପଣ ଲେଖିଲା ताजमहल कुतुब मीनार अमरफेट हम्पी खजुराहो हिल स्टेशन शिमला मनाली मुनार ऊटी गोवा तापरे राधनगर बीच मरीना बीच कोवलम बीच रिलीजियस प्लेस वाराणसी गोल्डन टेम्पल रामेश्वर बुधगया वाइल्ड लाइफ नेशनल पार्क जिम कॉर्बेट रणथंभौर सुंदरबन यही सब जिनस आपन को एते जल्दी एते जिनस आपन कोठी मिलुनी पर लेक्स तो लेक विषय मत लिख तो मोर कहवा कथा होची आपन को आपण बहुत किसी जिनस आ विषय करि परिबे तो वीडियो तो बेसी लंबा हियो मु बेसी लंबा करिया पे चाहूनी यदि आपन करे आ विषय किसी मते जणेबे मते कमेंट कले आपन जो कोनसी डाउट से विषय मते चार्ज विषय चार्ज वीडियो को मते प्राय 4 मास 5 ଆପଣଙ୍କର ଇଏରେ ମଧ୍ୟ ମୁଁ ପଠାଏ ତେଣୁ ଆପଣ କୌଣସି ଆର୍ଟିକଲ ଲେଖିବା ପାଇଁ ବା କୌଣସି ବିଷୟରେ ଆପଣଙ୍କର କିଛି ଡାଉଟ୍ ଆପଣ ମୁଁ ଆପଣଙ୍କୁ ତେଣୁ ଏ ଭିଡ଼ିଓରେ ଏତିକି ରହିଲି ଭିଡ଼ିଓଟି ଶେଷ କରିବା ପୂର୍ବରୁ ମୁଁ ଆଉ ଗୋଟେ ଜିନିଷ ଆପଣଙ୍କୁ ରିକ୍ୱେଷ୍ଟ କରୁଛି ଯେ ଆପଣ ପ୍ରଥମ ଥର ମୋ ଚ୍ୟାନେଲକୁ ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ ଆଉ ଗୋଟେ ଜିନିଷ ଏଠି ଆଉ ଥରେ କହିଦେଉଛି ଆପଣଙ୍କ ପାଖରେ ଲ୍ୟାପଟପ୍ ବା ଡେସ୍କଟପ୍ ନାହିଁ ତାହେଲେ ଡାଉନଲୋଡ୍ ଯାଇକି କରିପାରିବେ କିଛି ଯଦି ଅସୁବିଧା ଅଛି ଆପଣ ମୋତେ କମେଣ୍ଟ କ୍ଲିୟର କରିବେ ତ ଭିଡ଼ିଓରେ ଏତିକି ରହିଲି ପୁଣି ଦେଖା ହବ ନେକ୍ସଟ ଭିଡ଼ିଓରେ ଜୟ ଜଗନ୍ନାଥ।